ତଦନ୍ତ ଅପେକ୍ଷାରେ କେନ୍ଦୁଝର କଳିକା ଚିଲଡ୍ରେନ୍ ଟ୍ରାଜେଡି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବଡ଼ିହାରୀପଲ୍ଲୀ ପଞ୍ଚାୟତ ଆତୁରିକଣା ଡିହସାହି କଳିକା କ୍ରେଚ୍ ସେଣ୍ଟର ଶିଶୁ ମୃତ୍ୟୁ ଘଟଣାର ତଦନ୍ତ ନିବେଦନ କଲେ ପରିବାର ଲୋକେ। ଏପରି ଦୁର୍ଘଟଣା ଆଉ ନ ଘଟୁ ସେଥିପାଇଁ ସରକାର ବିହିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ପରିବାର ଲୋକେ। ଏଠାରେ ବେଆଇନ ମୋରମ ଖଣି ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା 3 ଶିଶୁଙ୍କ ଅକାଳ ବିୟୋଗ ଘଟଣାକୁ 10 ଦିନ ପୂରିଥିଲେ ସୁଦ୍ଧା ଦୋଷୀ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପରିବାର ଲୋକେ। ସେହିପରି କଳିକା କେନ୍ଦ୍ରକୁ ସବୁଦିନ ପରି ସେଦିନ ଖେଳାଖେଳି ଏବଂ ଖାଇବାକୁ ଆସି ମୋରମ ଖଣି ଗାଡ଼ିଆ ପାଣିରେ ପଡ଼ି ଶିଶୁମାନେ ପ୍ରାଣ ହାରିଥିବା ନେଇ କଳିକା କେନ୍ଦ୍ରର ଘର ମାଲିକ ପ୍ରକାଶ କରିଥିବା ବେଳେ ଶିଶୁମାନେ ଗ୍ରାଜୁଏଟ୍ ହୋଇଥିବା ଆଳ ଦେଖାଇ ପରିଚାଳନା ସଂସ୍ଥା ସିନି ସ୍ୱେଚ୍ଛାସେବୀ ସଂଗଠନ ଦୋଷମୁକ୍ତ ହେବାକୁ ଚେଷ୍ଟା ଚଳାଇଥିବା ଜଣାପଡ଼ିଛି। ଖାତାପତ୍ର ତାଙ୍କ ରେକର୍ଡ଼ପତ୍ର ଚେକ୍ କଲେ ତାଙ୍କର 36 ମାସ ଜଣଙ୍କର 38 ମାସ। ଏମାନଙ୍କର ନିୟମ 6 ମାସରୁ 33 ମାସ ଭିତରେ ଛୁଆ ରଖିବେ। ତାପରେ ତାଙ୍କ ନାଁ ସବୁ କଟିଯାଇଛି ରେଜିଷ୍ଟରରୁ। ଆଉ ଏଇଆ ତାଙ୍କ ରେକର୍ଡ଼ ଯାହା କହୁଛି। ଆଉ ତେବେ ଆସିଥିଲେ କାହିଁ ସେଠି? ଏଠି ଆଜ୍ଞା ଖରା ଦିନ କ'ଣ ଯେତେବେଳେ ସେଣ୍ଟର ଖୋଲା ନଥିଲା ମଧ୍ୟ ସେତେବେଳେ ଏଇ ସେଣ୍ଟର ଯେତେବେଳେ ନଥିଲା ସେତେବେଳେ ମଧ୍ୟ ଆଗରୁ ଛୁଆ ଏଠି ସବୁବେଳେ ଖେଳନ୍ତି ଛୁଆ ଆସିକି। ଆଉ ତାପରେ ସେଇ 2 ଜଣ ସେଇ ଏଇ ସେଣ୍ଟରରେ 3 ଜଣ ଭିତରୁ ଜଣେ ଆଡ଼ମିସନ୍ ନୁହେଁ ଆଉ 2 ଜଣ ଆଡ଼ମିସନ୍ ହେଇଥିଲେ ଆଗରୁ। ଆଉ ସେ ସବୁ ପଳେଇ ଆସନ୍ତି ଏଠି ଛୁଆ ସାଙ୍ଗ ତାପରେ ଖାଇବା ପିଇବା ଏମିତି ହୁଏ ଏଇଆ। ତେବେ ଆସନ୍ତୁ ଶୁଣିବା ଏ ନେଇ କ'ଣ କହୁଛନ୍ତି ପରିବାର ଲୋକେ। ମୋ ନାଁ ଜ୍ୟୋତ୍ସ୍ନା ପାତ୍ର, ମୋ ସ୍ୱାମୀ ନାଁ ଗୌରାଙ୍ଗ ପାତ୍ର, ମୋ ଝିଅ ନାଁ ପାୟଲ ପାତ୍ର, ମୋ ଝିଆରୀ ନାଁ ଲିପ୍ସା ପାତ୍ର। ଆଉ ସବୁବେଳେ ଯାଆନ୍ତି କଳିକା କେନ୍ଦ୍ରକୁ, ସେଥର ବି ଡାକିକି ନେଇଥିଲେ। ଆମେ ଜାଣିନୁ ଯେ ଏଇ ଦୁର୍ଘଟଣା ଘଟିବ ବୋଲି। ସେଦିନ ଘରୁ ଆସିକି ଡାକିକି ନେଇଥିଲେ। ଡାକିକି ନେଇକି କିଛି ସମୟ ଯାଇନି ଛୁଆ ଚହଳ କଲେ ଯେ ଛୁଆ ପାଣିలో ବୁଡ଼ି ଯାଇଛି। ଘରୁ ଧାଇଁକି ଗଲାବେଳେ ଛୁଆ ପାଣିలో ବୁଡ଼ିକି ଭାସୁଛନ୍ତି। କିଛି ତଦନ୍ତ କରିନାହାନ୍ତି। ଦୁର୍ଘଟଣା ଯେମିତି ଆଉ କେଉଁ ଛୁଆଙ୍କ ସାଙ୍ଗରେ ନ ହଉ କଳିକା କେନ୍ଦ୍ର ଏବେ ତ ଚାଲିଛି। ସରକାର ଏମିତି ତଦନ୍ତ କରନ୍ତୁ। ମୋ ନାଁ ବିକାଶ ପାତ୍ର, ମୁଁ ଆତୁରିକଣା ଡାଇସାହି। ଆଉ ଯେଉଁ ଛୁଆ 2ଟା ଯେଉଁ ନଷ୍ଟ ହୋଇଛନ୍ତି ମୁଁ ତାଙ୍କ ଭାଇ ହେବି। ଆଉ ବାକି ସେଦିନ ସବୁଦିନ ଭଳିଆ ଦିଦିମାନେ ଆସିକି ନେଇକି ଯାଆନ୍ତି। କଳିକା ସେଣ୍ଟରର ଦିଦି 2 ଜଣ ସବୁଦିନ ଭଳିଆ ଆସିକି ନେଇକି ଯାଆନ୍ତି ଛୁଆକୁ। ସେଦିନ ବି ଘରୁ ଆମର ଛୁଆକୁ ନେଇକି ଗଲା ଭିତରେ 10ଟାରୁ 5-10 ଭିତରେ ଘରୁ ନେଇକି ଯାଇଛନ୍ତି। 11:30 ଭିତରେ ଏସବୁ ଘଟଣା ଘଟିଛି। ମାନେ ଆମେ ବି ଜାଣିନୁ କ'ଣ ହେଇଛି କ'ଣ ନାହିଁ ଆମେ ଜାଣିନୁ। ସେଠି ଲୋକ ଚିଲେଇଲେ ଏମିତି ସେମିତି ଛୁଆ ପାଣିରେ ପଡ଼ିଯାଇଛନ୍ତି। ଏଠୁ ଦୌଡ଼ିକି ଯାଇକି ଦେଖିଲା ବେଳକୁ ଛୁଆ ହେତେବେଳକୁ ପଡ଼ି ଭାସିଲେଣି ଏଠି। ମାନେ ଏଇ 1.5 ଘଣ୍ଟା ଭିତରେ ଏତେ ସବୁ ହେଇଗଲା। ଦିଦିମାନେ ସେଠି କେହି ଜଣେ ନାହାନ୍ତି। ଆମ ଛୁଆକୁ ଆମେ ନିଜେ ସେଠୁ ଟେକିକି ଧରିକି ଆସିକି ମେଡ଼ିକାଲ ପର୍ଯ୍ୟନ୍ତ ନେଇଗଲୁ, ସେ ପର୍ଯ୍ୟନ୍ତ କେହି ଜଣେ ନାହାନ୍ତି ଏଠି। ଏ କଳିକା ସେଣ୍ଟର ଯେତିକି ସବୁ ସଂସ୍ଥା ଚାଲିଛି, ଆତୁରିକଣା ଯେଉଁ ଡାଇସାହିର ଯେଉଁ କଳିକା ସେଣ୍ଟର ରହିଛି, ଏ ପାଖାପାଖି ବହୁତ ଖଣି, କେଉଁଠି ଖାଲ, କେଉଁଠି ଗଡ଼ିଆ, ବାକି ବହୁତ ରହିଛି। ମାନେ ଏ ସଂସ୍ଥା ହେଲା ପୂର୍ବରୁ କି କଳିକା ସେଣ୍ଟର ଯେତେବେଳେ ଏଠି କରାଗଲା, ଏଇଟା କଲା ପୂର୍ବରୁ କାହିଁକି ଦେଖାରଖା କିଛି କରାଗଲାନି। ମାନେ ମନ ଇଚ୍ଛା କରିଦେଇଛନ୍ତି। ଏଇଟା କ'ଣ ପାଇଁ ନା ଏଇଟା ପୁରା କ୍ଲିଅର ଜଣା ପଡ଼ିଯାଉଛି ତାଙ୍କର କେବଳ ପଇସାରେ ହିଁ ମତଲବ, ଆଉ କିଛି ନାହିଁ। ଏଠି ମାନେ କାହାର ସପୋର୍ଟ କିଛି ନାହିଁ। ନା ଗାର୍ଡ଼ିଆନ ମିଟିଂ ଗୋଟେ କେବେ କରାହେଇଛି, ନା ବାପା ମାଆଙ୍କୁ କେବେ ଡକାହେଇଛି, ନା ଗାଁ ଲୋକଙ୍କୁ ପଚାରାଇଛି। ଏଠି କାହାର ସପୋର୍ଟ କିଛି ନାହିଁ। ତାଙ୍କ ମନ ଇଚ୍ଛା ସିଏ କରିଦେଇଛନ୍ତି। ତଦନ୍ତ କରନ୍ତୁ। ସେକେଣ୍ଡରେ ଆମ ଛୁଆ ଭଳିଆ ଆଉ କେଉଁଠି ଯେମିତି କିଛି କ୍ଷତି ନ ହେବ ସେ ପାଇଁ ଏଇ ଯେଉଁ ସିନି NGO ଯେଉଁ ସଂସ୍ଥା ରହିଛି, ଏ ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ। ତେବେ ଯାଇକି ଆମକୁ ଉପଯୁକ୍ତ ନ୍ୟାୟ କିମ୍ବା କିଛି ଆମ ପାଇଁ କଲେ କି କିଛି ଗୋଟେ ହେଲା ବୋଲି ତାପରେ ଯାଇକି ଆମେ ଚିନ୍ତା କରିବୁ। ତାଙ୍କରି ଦାୟିତ୍ୱହୀନତା ପାଇଁ କେବଳ ଆମର ଆଜି 3ଟା ଛୁଆ ଚାଲିଗଲେ। ବାକି ମୁଁ ଖାଲି ଏତିକି କହୁଛି, ଆମ ଛୁଆ ଭଳି ଆଉ କେଉଁଠି କାହାର କିଛି କ୍ଷତି ନ ହେଉ। ସେଥିପାଇଁ ଗଭର୍ଣ୍ଣମେଣ୍ଟକୁ ମୁଁ ପ୍ରାର୍ଥନା କରୁଛି ଯେ ୟା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରନ୍ତୁ। ଜଲ୍ଦି 2 ଜଣ ଦୋଷୀ ଅଛନ୍ତି ସେମାନଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉ। Like, comment, and subscribe.